ଆଉ କିଛି ଘଣ୍ଟାରେ ପୁରୀ ସମୁଦ୍ର ତଟରେ ନିଜର ପରାକ୍ରମ ଦେଖାଇଥାନ୍ତା ନୌସେନା ହେଲିକପ୍ଟର। ହେଲେ ଅଚାନକ ଧାନ ବିଲରେ ଖସିଲା ନୌସେନା ହେଲିକପ୍ଟର। ଧାନ ବିଲରେ ହେଲିକପ୍ଟର ଖସିବା ଦେଖି ଚିନ୍ତାରେ ଚାଷୀ। କାହିଁକି ବିଲରେ ଖସିଲା ନୌସେନା ହେଲିକପ୍ଟର? ଏମିତି କ'ଣ ଅସୁବିଧା ହେଲା ଯେ ବିଲ ମଧ୍ୟରେ ଖସିବାକୁ ବାଧ୍ୟ ହେଲା ନୌସେନା ହେଲିକପ୍ଟର? প্রিয় দর্শক বন্ধু, মিলিথিবা সূচনা অনুসারে অচানক জরুরীকালীন ভাবে বিল ভিতরে অবতরণ কলা নৌসেনা হেলিকপ্টর। তেবে ভারতীয় নৌসেনা দিবসরে ময়ূরভঞ্জ জিলা রাস গোবিন্দপুর ব্লকর গাঁ অমরদা পঞ্চায়েত অমরদা ঠারে বিল মধ্যরে নৌসেনা হেলিকপ্টর জরুরীকালীন অবতরণ করিথিবা দেখিবাকু মিলিথিলা। তেবে বিলরে চাষী মানে ধান কাটুଥିବା ସମୟରେ ଦେଖିବାକୁ ପାଇଥିଲେ ଏକ ହେଲିକପ୍ଟର ବିଲ ମଧ୍ୟରେ ଓହ୍ଲାଇବାକୁ ଚେଷ୍ଟା କରୁଛି। ଗୋଟିଏ ବିଲ ଭିତରେ ଓହ୍ଲାଇବାକୁ ଚେଷ୍ଟା କରୁଥିବା ବେଳେ ଧାନର ନଡ଼ା କୁଟା ଉଡ଼ିବାରୁ ସେଠାରେ ଅବତରଣ କରିପାରିନଥିବାରୁ ଅନ୍ୟ ଏକ ଫାଙ୍କା ବିଲରେ ଅବତରଣ କରିଥିଲା। ଦୀର୍ଘ 30 ମିନିଟ୍ ଧରି ପାଇଲଟ ହେଲିକପ୍ଟରରୁ ଓହ୍ଲାଇ ଯାନ୍ତ୍ରିକ ତ୍ରୁଟିକୁ ସୁଧାରିଥିଲେ। ଅନ୍ୟପଟେ 45 ମିନିଟ୍ ପରେ ପୁଣି ଉଡ଼ିବାକୁ ସକ୍ଷମ ହୋଇଥିଲା ନୌସେନା ହେଲିକପ୍ଟର। ତେବେ ଚାଷ କାମରେ ଲାଗିଥିବା ଲୋକେ ଭୟଭୀତ ହୋଇଥିବା ଦେଖିବାକୁ ମିଳିଥିଲା। ଅପରପକ୍ଷରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନୌସେନା ହେଲିକପ୍ଟର ଦେଖିବାକୁ ଭିଡ଼ ମଧ୍ୟ ଜମିଥିଲା। ହଠାତ୍ ଏଭଳି ହବାଟା ଗୋଟେ ଆମେ ଦୁର୍ଘଟଣା ଭଳି ଭାବୁଛୁ। ତେଣୁ ଦୁର୍ଘଟଣାଟାକୁ ଆକ୍ଚୁଆଲି ଆମେ ହଠାତ୍ ଏଭଳିଆ ପରିସ୍ଥିତି ଯାହାକି ତାଙ୍କର ନୌସେନା ମାନେ ବନ୍ଦ କରିପାରୁନାହାନ୍ତି ଆଜ୍ଞା। ତେଣୁ ବର୍ତ୍ତମାନ ଷ୍ଟାର୍ଟିଂ ଅବସ୍ଥାରେ ପଡ଼ି ରହିଛି। ତେଣୁ ସମସ୍ତେ ଭୟଭୀତ ହେଉଛନ୍ତି, କାହିଁକିନା ମାନେ ଚାଷ ଜମି କ୍ଷତି କ୍ଷୟ ହେଇଯିବ କି କ'ଣ, ସମସ୍ତେ ଟିକେ ଆଶ୍ଚର୍ଯ୍ୟଜନିତ ରୂପରେ ହେଉଛି ସେଟା, ବୁଝିଲେ ନା। ହଠାତ୍ ବିଲ ଭିତରେ ଅବତରଣ କରିବା କ'ଣ ବୋଲି ଭାବୁଛନ୍ତି? ନୌସେନା ଏବେ ତ ପୁରୀରେ ଚାଲିଛି, ନୌସେନାର ବିଭିନ୍ନ ପ୍ରଶିକ୍ଷଣ ଚାଲିଛି। ଆଜ୍ଞା ଆଜ୍ଞା କହିବେ? ହଁ, ସେଇ ନୌସେନାର ପ୍ରଶିକ୍ଷଣ ଚାଲିଛି। ସେଇଥିପାଇଁ ହୁଏତ କିଏ ନୂଆ ଡ୍ରାଇଭର କିଏ କ'ଣ କରିଛନ୍ତି ତ ଦୁର୍ଘଟଣା ଜନିତ ହଉ ବା ସେମିତି ତାଙ୍କର ଆକସ୍ମିକ ଭାବରେ ହଉ। ହଠାତ୍ ଗୋଟେ ନେଭିର ଗୋଟେ ହେଲିକପ୍ଟରଟା ସେ ଯାନ୍ତ୍ରିକ ତ୍ରୁଟି ପାଇଁ ଆମର ଅମରଦାର ପେଟ୍ରୋଲ ପମ୍ପ ପାଖରେ ମାନେ ଅବତରଣ କରିଲା। କିନ୍ତୁ ମାତ୍ର ସେଠି ବହୁତ ସେ ଚାଷ ଜମିରେ ମାନେ ବହୁତ କୁଟା ଗୁଡ଼ା ପଡ଼ିଥିଲା, ସେଥିପାଇଁ ସେ ଆଉ ସେଠି ଲ୍ୟାଣ୍ଡିଂ ନ କରିପାରି ଆଉ ଟିକେ ଜାଗାକୁ ଯାଇକି ଉଠେଇଲା। ଲୋକମାନେ ଭୟଭୀତ ହୋଇ ଆସି ସାଙ୍ଗେ ସାଙ୍ଗେ ବହୁତ ସଂଖ୍ୟାରେ ରୁଣ୍ଡ ହୋଇଯାଇଥିଲେ ଏବଂ ଲୋକମାନଙ୍କ ଭିତରେ ଗୋଟେ ଭୟର ବାତାବରଣ ମଧ୍ୟ ଖେଳି ଯାଇଥିଲା। ମୟୂରଭଞ୍ଜରୁ ଘାସିରାମ ବେହେରାଙ୍କ ରିପୋର୍ଟ, ଚର୍ଚ୍ଚା ନ୍ୟୁଜ୍।